ବନ୍ୟାରେ ଉଜୁଡ଼ିଲା ଚାଷ ପାଣିରେ ଭାସୁଛି ପରିବା ଫସଲ ବାଙ୍କି ଓ ଡୋମପଡ଼ା ବ୍ଲକର ପାଥପୁର ଚକୁଳେଶ୍ୱର ଅଞ୍ଚଳରେ ବନ୍ୟା ପାଣିରେ ବୁଡ଼ି ରହିଛି କଖାରୁ ଫସଲ ଜମିରୁ ଯେତିକି ପାରିଲା ସେତିକି ଅମଳ ଫସଲ ତୋଳି ଆଣିଲା ଚାଷୀ ଆଉ ଯାହା ଜମିରେ ରହିଗଲା ପଚିସଢ଼ି ପାଣିରେ ଭାସୁଛି ଯେତିକି ଆଣିଲା ତାହା ପୁଣି ଶାଗ ମାଛ ଦରରେ ବିକ୍ରି କରୁଛି ଚାଷୀ ଚାଷୀମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ବାଙ୍କିରୁ ଆମ ରିପୋର୍ଟର ପୂର୍ଣ୍ଣଚନ୍ଦ୍ର ସାହୁ। ଲଘୁଚାପ ଜନିତ ବର୍ଷା ଛଡ଼େଇ ନେଲା କଖାରୁ ଚାଷୀଙ୍କର ରୋଜଗାର। ମହାନଦୀରେ ମହାବନ୍ୟା ଆସିଲା ପରେ ମଧ୍ୟ ଯେଉଁ ଯେଉଁ ଅଞ୍ଚଳରେ ମହାବନ୍ୟାର ଜଳ ପ୍ରଭାବିତ ହେଇନଥିଲେ ମଧ୍ୟ କିନ୍ତୁ ଯେଉଁ ଲଗାଣ ବର୍ଷା ଲଘୁଚାପ ଜନିତ ଲଗାଣ ବର୍ଷା ଏ ଯେଉଁ କଖାରୁ ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି ଏବଂ ଏ ଯେଉଁ କଖାରୁ ଜମିରେ ଯେହେତୁ ପାଣି ଆଣ୍ଠୁଏ ଆଣ୍ଠୁଏ ପାଣି ହେଲା କଖାରୁ ସବୁ ନଷ୍ଟ ହେଇଗଲା ପଚିସଢ଼ି। ତେଣୁ ଯେଉଁ କିଛି କଖାରୁକୁ ସେମାନେ ଆଣିଲେ ତାକୁ ଏବେ ଶାଗମାଛ ଦରରେ ଅଭାବୀ ବିକ୍ରି ଚାଲିଛି କଖାରୁ ଏବଂ ଶାଗମାଛ ଦରରେ ଚାଷୀ ବିକୁଛି। ଆମେ ଚାଷୀଙ୍କୁ ପଚାରିବା କ'ଣ ଆଜ୍ଞା କହିଲେ କେତେ ଏକର ଆପଣ କରିଛନ୍ତି କଖାରୁ ଏବଂ କିଭଳି ଭାବେ ନଷ୍ଟ? ଆଜ୍ଞା 2 ଏକର କଖାରୁ କରିଥିଲି ସେଥିରୁ କିଛି ହଉନି ସବୁ ବିକା ହଉଛି ଶାଗ ମାଛ ଦରରେ ବିକା ଚାଲିଛି। କେତେ ନଷ୍ଟ ହେଇଗଲା? ଆଉ ସବୁ ତ ନଷ୍ଟ ହେଇଗଲା ଆଉ ଆମେ ଆଉ କ'ଣ ପାଇଲୁ ଆଉ ପାଣିରେ ଆଣ୍ଠୁଏ ପାଣି ଏଇନା ଆଉ ଏତେ ତ କିଛି ମିଳୁନି ବେପାରୀ ମାନେ ବି ଖେଳୁଛନ୍ତି ଆଉ ଟଙ୍କା ଜିନିଷ ଚାଲଣାରେ କହୁଛନ୍ତି ନେବାକୁ ଆମେ କ'ଣ ପାଇଲୁ ଏତେ। ଆପଣ ତ ଦେଖିପାରୁଥିବେ ଆମେ ଶାଗ ମାଛ ଦରରେ କଖାରୁ ଦଉଛୁ ଆମର ପାଣି ବନ୍ୟା ପାଣି ତ ଯାହା କ୍ଷୟକ୍ଷତି ହେଲା କିଛି ଆମ ପାଖେ ପ୍ରଶାସନ ପହଞ୍ଚିଲାନି ତେଣୁକରି ଆମର ସବୁ ନଷ୍ଟ ହେଇଗଲା ଆମେ ଶାଗ ମାଛ ଦରରେ ଦଉଛୁ। ଆମେ ଦେଖିଥିଲୁ କ'ଣ ଆମର 2 ପଇସା ନେଲେ ଆମ ପରିବାର ଭରଣ ପୋଷଣ କରିବୁ ବୋଲିକା ଯେହେତୁ ସରକାର ଆମ ପାଖେ କିଛି ମାନେ ସହାୟତା ଚାହୁଁଛୁ ଆମେ ସରକାରଙ୍କ ତରଫରୁ ଆଉ କଖାରୁ ଚାଷ ଆମେ ପ୍ରଥମରୁ ଯେତିକି ପଇସା ଖର୍ଚ୍ଚ କରିଥିଲୁ ଯାହା ମାନେ 2 ପଇସା ପାଇବୁ ବୋଲି ତେଣୁକରି ଯେଉଁ ଲଗାଣ ବର୍ଷା ଆମର ସବୁ ନଷ୍ଟ କରିଦେଲା କଖାରୁ ସବୁ ଫଳିକି ବିଲରେ ଜମା ହେଇଗଲା ସବୁ ମାନେ ପାଣି ହେଇଗଲା। ଯେଉଁ କଖାରୁ ଆମେ ଆଣିଲୁ ତାକୁ ବେପାରୀ ବି ଚାହୁଁନାହାନ୍ତି। 5 ଟଙ୍କା ଧନ ଟଙ୍କାକରେ ନେଉଛନ୍ତି। ତେଣୁକରି କେହି ଆସିନାହାନ୍ତି ଏଠିକି ନାଇଁ କେହି ଆସିନାହାନ୍ତି। ଆଇଁଲେ ତ ହଇରାଣ ହଉଛୁ ଆମର ତ ଖର୍ଚ୍ଚ କିଛି ନାହିଁ ଆଉ ଜାଣ ସବୁ ଲସ୍ ଆଉ କ'ଣ। ଆମେ ଚାଷୀଙ୍କଠାରୁ ଶୁଣୁଥିଲେ କିଭଳି ଭାବରେ ଏ କଖାରୁ ଚାଷୀ ହନ୍ତସନ୍ତ ହଉଛନ୍ତି ଯେ ଉଦ୍ୟାନ ବିଭାଗ କୃଷି ବିଭାଗ କିନ୍ତୁ ଏଠି ଉଦ୍ୟାନ ବିଭାଗ ଅନ୍ତତଃ ପକ୍ଷେ ଆସୁ ଦେଖୁ ଚାଷୀର କିଭଳି ଭାବେ କ୍ଷତି ହେଇଛି ଯେହେତୁ କଖାରୁ ଲତାଜନକ ଫସଲ ଏବଂ କଖାରୁ ଜମିରେ ପାଣି ମାଡ଼ିଗଲା ତେଣୁ ତୁରନ୍ତ ଏ କଖାରୁ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି। କଟକ ଜିଲ୍ଲା ବାଙ୍କି ପାଥପୁରରୁ ପୂର୍ଣ୍ଣଚନ୍ଦ୍ର ସାହୁ, କଳିଙ୍ଗ ଟିଭି।